ବେସରକାରୀ କର୍ମଚାରୀମାନଙ୍କୁ ନୂଆବର୍ଷର ଉପହାର ବଢ଼ିବ ବେସିକ୍ ଦରମା ଓ ପେନ୍ସନ୍ ଲିମିଟ୍। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଡିସେମ୍ବର ମାସ ଶେଷ ହେବାକୁ ଯାଉଛି ଏବଂ ନୂଆବର୍ଷ 2025କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ନୂଆବର୍ଷ ଘରୋଇ କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିପାରେ। ସୂଚନା ଅନୁସାରେ ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଇପିଏଫ୍ଓ ଯଥା କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନରେ ବେତନ ସୀମା ବୃଦ୍ଧି କରିବାକୁ ସରକାର ବିଚାର କରୁଛନ୍ତି। ତେବେ ଆସନ୍ତୁ ଜାଣିବା ପେନ୍ସନ୍ ସୀମାରେ ଏକ ବଡ଼ ପରିବର୍ତ୍ତନ ହେବ କି ନାହିଁ। ବର୍ତ୍ତମାନ ପେନ୍ସନ୍କୁ 15,000 ଟଙ୍କା ଆଧାରରେ ଗଣନ କରାଯାଇଛି, ଯାହା ବର୍ତ୍ତମାନ 21,000 ଟଙ୍କାକୁ ବୃଦ୍ଧି କରାଯିବାକୁ ଯୋଜନା କରାଯାଇଛି। 2014 ଠାରୁ ଏହି ସୀମାରେ କୌଣସି ପରିବର୍ତ୍ତନ ହୋଇନାହିଁ, କିନ୍ତୁ ବର୍ତ୍ତମାନ ଏହାକୁ ଅପଡେଟ୍ କରିବାକୁ ଏକ ପ୍ରସ୍ତାବ ପ୍ରସ୍ତୁତ ହୋଇଛି। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ କର୍ମଚାରୀମାନେ ପ୍ରତି ମାସରେ ପାଉଥିବା ପେନ୍ସନ୍ରେ ଏକ ବଡ଼ ବୃଦ୍ଧି ଘଟିବ, ଯାହା ସେମାନଙ୍କର ଆର୍ଥିକ ସ୍ଥିତିକୁ ଦୃଢ଼ କରିବ। ତେବେ ଆସନ୍ତୁ ଜାଣିବା ଏହାର ପ୍ରଭାବ କ'ଣ ରହିବ। ଯଦି ଏହି ପରିବର୍ତ୍ତନ କାର୍ଯ୍ୟକାରୀ ହୁଏ, ତେବେ କର୍ମଚାରୀଙ୍କ ମାସିକ ବେତନରେ ସାମାନ୍ୟ ହ୍ରାସ ହୋଇପାରେ, କାରଣ ସେମାନଙ୍କୁ ଇପିଏଫ୍ଓରେ ଅଧିକ ଅବଦାନ ଦେବାକୁ ପଡ଼ିବ। ଦୀର୍ଘ ସମୟ ମଧ୍ୟରେ ଏହା କର୍ମଚାରୀଙ୍କ ପାଇଁ ଲାଭଦାୟକ ହେବ, କାରଣ ପେନ୍ସନ୍ ମାସକୁ 1,000 ଟଙ୍କାରୁ 7,500 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ବେସରକାରୀ କ୍ଷେତ୍ରରେ କର୍ମଚାରୀମାନେ ଦୀର୍ଘଦିନ ଧରି ପେନ୍ସନ୍ ଏବଂ ଦରମା ସୀମା ବୃଦ୍ଧି କରିବାକୁ ଦାବି କରି ଆସୁଥିଲେ। ଯଦି ବଜେଟ୍ 2025ରେ ସରକାର ଏହି ପରିବର୍ତ୍ତନ ଲାଗୁ କରନ୍ତି, ତେବେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଏହା ଏକ ବଡ଼ ରିଲିଫ୍ ପଦକ୍ଷେପ ହେବ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।